ଜୀବନର ଜଳଛବି ମୁଠି ଶାଗ ଓ ଆମ୍ବ ବଉଳର ଶୈଶବ। ସେଦିନ ବାପା ଆସିଥାନ୍ତି ଗାଁରୁ। ସବୁଥର ପରି ଏଥର ବି ଦୁଇଟା ସିମେଣ୍ଟ ଥଳିଆ ତାଙ୍କ ସାଙ୍ଗରେ। ବଡ଼ କଷ୍ଟରେ ତାଙ୍କର ସେ ସନାତନୀ ଝୁଲାମୁଣାଟିକୁ କାନ୍ଧରେ ଓହଳି ରିକ୍ସାରୁ ଓହ୍ଲେଇ ପଡ଼ିଲେ। ରିକ୍ସାବାଲାଟି ପଛେ ପଛେ ସିମେଣ୍ଟ ଥଳିଆ ଦୁଇଟା ଘର ଅଗଣାରେ ଥୋଇ ଚାଲିଗଲା ପରେ ବାପା ଆମକୁ ଡାକ ପକାଇଲେ। ଗାଁରୁ ସେମିତି କିଛି ଅପୂର୍ବତା ଆସିବାର ନଥାଏ। ତା ସତ୍ତ୍ୱେ ପ୍ରତିଥର ବାପାଙ୍କ ଗାଁ ଫେରନ୍ତା ଝୁଲାମୁଣା ଓ ଥଳିଆ ଘାଣ୍ଟିବା ଆମ ସମସ୍ତଙ୍କର ଏକ ପ୍ରକୃତି। ଉପରେ ନଡ଼ିଆ ପୁଞ୍ଜାଏ, ତା ତଳକୁ ଲୀଳାବତୀ ଚାଉଳ, ଆରଟାରେ ଅଗ ପୋଇ, ଲାଉ ଦୁଇଟା, ପାଚିଲା କଞ୍ଚା ନିର୍ବିଶେଷରେ ଭୁବନେଶ୍ୱର ଯାତ୍ରା ପାଇଁ ଛିଣ୍ଡା ହୋଇଥିବା କିଛି ବିଲାତି ବାଇଗଣ ଓ ଗୋଟାଏ ପଲିଥିନ୍ ମୁଣା ଭିତରେ ଶାଗ କେରାଏ। ଶାଗ କେରାକ ଦେଖିବା କ୍ଷଣି ମୁଁ ଉଜ୍ଜଳି ଉଠିଲି। ଆସିଗଲା ଆସିଗଲା ମୁଠି ଶାଗ ଚିତ୍କାର କରି ପ୍ରଚାର କରିଦେଲେ ଘର ସାରା। ବାପା କହିଲେ, ବେଳସୁ ଚାଲି ଆସିଲି ବୋଲି ବେଶୀ କିଛି ଆଣିପାରିଲିନି ଏଥର। ଆରଥରକୁ ମାଛ ଛେନା ମୁଡ଼ିକି ଆଣିବି। ମୁଠି ଶାଗ ବି ଆଣିବ? ବାପା ମୋର ଅଜ୍ଞତାକୁ ବେଶୀ ଆଗେଇବାକୁ ନ ଦେଇ କହିଲେ, ସେତେବେଳକୁ କ'ଣ ମୁଠି ଶାଗ ଥିବ? ଆମ୍ବ ବଳିଲାଣି ପରା, ବିଲରେ ଶଗଡ଼ ଗୁଳା ଫିଟିଲାଣି, ବନ୍ଧ କଟା ହେଇ। ମୁଁ ମୋ ଭୁଲ ବୁଝିପାରିଲି। ସେଦିନ ରାତିରେ ସଭିଏ ନିଜ ନିଜ ବିଛଣାକୁ ଗଲା ପରେ ଛାତ ଉପରେ ବୁଲୁଥିଲି ମୁଁ। ମୋ ପାଖେ ପାଖେ ଚାଲୁଥିଲା ଆଉ ଜଣେ। ସେ ମୋର ମୁଠି ଶାଗ ଓ ଆମ୍ବ ବଉଳର ଶୈଶବ। ସେ କହୁଥିଲା ସେସବୁ ରୁକୁଣା ରଥ ବୟସର କଥା। ଧାନ କଟା ଛୁଟିରେ ମାଣ, ଗଉଣୀ ଓ ପାଛିଆ ଧରି ମୁଠି ଶାଗ ତୋଳି ଯାଆନ୍ତି ଗାଁ ପିଲାଏ। ଥରେ ଥରେ ସେମାନଙ୍କ ସାଙ୍ଗରେ ଯିବାକୁ ଡାକନ୍ତି। ଶାଗ ତୋଳା କଥା ମିଛ, ସତ ହେଉଛି ଦିନ ତମାମ ହୁମାଧୁମା ଦୌଡ଼ା ଦୌଡ଼ି। କାହା ବାଡ଼ିରୁ ବରକୋଳି ଝାମ୍ପିବା ତ କାହା ଟୁବି ଗାଡ଼ିଆରେ ବଂଶୀ ପକେଇବା। ବେଳେବେଳେ ଚାଲିଯାଉ ଗହୀର ବିଲକୁ। ସାଙ୍ଗ ଗାଈଚରା ଟୋକାଏ ନେଇଥାନ୍ତି ପଖାଳ ଭାତ ଆମ୍ବୁଲ। ତାଙ୍କ ସାଙ୍ଗରେ ବସିଯାଉ ଆମେ 2-3 ଜଣ। ଘରକୁ ଫେରୁଛି କିଏ? ଶୀତ ଦିନ ଗାଧୋଇବାଟା ଧର୍ମକୁ ଆଖିଠାର। ବେଳ ରତରତ ବେଳକୁ କୁହୁଡ଼ି ଘେରି ଆସେ। ଧୂଆଁଳିଆ କୁହୁଡ଼ିର ନରମ ଆସ୍ତରଣ ତଳେ ଫୁଙ୍ଗୁଳା ଶୈଶବ ଆହୁରି ଉନ୍ମନା ହୁଏ। ଧାନ କଟା ଶେଷ। ଗହୀର ବିଲର ଅବଶେଷ ନଡ଼ା ଗୁଡ଼ାକ କାଟି ଜଣେ କିଏ ତିଆରି କରିଦିଏ ଗୋଟାଏ ପାଳଗଦା। ଧୁନି ଲଗେଇ ଚାରିପଟେ ବସିଯାଉ ଆମେ ସମସ୍ତେ। ହାତ ଧରାଧରି ନାଚ ଗୀତ। ସୁର ରାଗ ସେଠି ଅନାବଶ୍ୟକ ପ୍ରଶ୍ନ। ଘରକୁ ଫେରିଲା ବେଳକୁ ସଞ୍ଜ। ଗାଈ ଗୋରୁଙ୍କ ପରି ଆମେ ବି ଟଣା ହେଇଯାଉ ଘର ଅଗଣାକୁ। ବାପାଙ୍କ ଗାଳି, ବୋଉର ମାଡ଼, ଭାଉଜମାନଙ୍କର ଅଦରକାରୀ ଉପଦେଶ। ଏତେବେଳେ ଯେ ସବୁ ବୁଲନ୍ତି? ନା, ଆଉ ନୁହେଁ। ସମସ୍ତଙ୍କୁ ସଫେଇ ଦେବା ପାଇଁ କିନ୍ତୁ ହାତ ଗଉଣୀରେ ପଡ଼ିଥାଏ 2 କେରା ମୁଠି ଶାଗ ଓ ଶାଗ ତୋଳା ପାଇଁ ଶାମୁକା ଖଣ୍ଡେ। ଡେଇଁ ଡେଇଁ କଅଁଳା ବାଛୁରୀ ପରି ଦିନ ସବୁ ଚାଲିଯାଏ। ସରିଯାଏ ମୁଠି ଶାଗ, ବାହାନା ଫେରାର, ପୁଣି ସ୍କୁଲ, ଯାବତୀୟ ଝମେଲା, ପୁଣି ଥରେ ସେ ପୁରୁଣା ପାଠର ପୁନରାବୃତ୍ତି। ସାଙ୍ଗହୀନ ଗହୀର ବିଲ ଖାଁ ଖାଁ ଗୋଡ଼ାଏ। ଖରା ଧାସରେ ଶୁଖିଯାଏ ବିଲ ମାଟି। ମୁଠି ଶାଗମାନେ ମରିଯାଆନ୍ତି। ଗହଳ ଆମ୍ବ ତୋଟାରୁ ସେତିକି ବେଳେ, ହଁ ଠିକ୍ ସେତିକି ବେଳେ ଭାସି ଆସେ ଆମ୍ବ ବଉଳର ବାସ୍ନା। କୋଇଲିର ଗୀତ ବିଷୟରେ କବିମାନେ କୁହନ୍ତୁ, ସେଥିରେ ସରାଗ ନଥାଏ ଶୈଶବର। ହଁ, କହୁଥିଲେ ନା ଆମ୍ବ ବଉଳ କଥା। ଆମ୍ବ ବଉଳ ଆଉ ଆମ୍ବ କଷି, ସେଇ ଆମର ଭଲ। ସ୍କୁଲ ଫେରନ୍ତା ସମୟ ଗୁଡ଼ାକ ପୁଣି ବ୍ୟସ୍ତ ଚଞ୍ଚଳ ହେଇ ଉଠେ। ହାତରେ ବହୁତ କାମ। ଗାଁ ମୁଣ୍ଡ ତୋଟାର ପୁରୁଣା ଗଛ ତୀଖରେ ହେଇଛି ଆମ୍ବ। ଫୋପଡ଼ ଫିଙ୍ଗାର ଓସ୍ତାଦ ବଗୁଲିର ଭାରି ଭାଉ। ତା ଛଡ଼ା ଆଉ କିଏ ସେସବୁ ଖସେଇ ପାରିବ? ସକାଳୁ ଆଚାର କି ମିଶ୍ରି ଖଣ୍ଡେ ଦେଇଥିଲା ବା ସେ ତମ କଥା ଶୁଣିବ, ନହେଲେ ତାର ବେଳ ନାହିଁ। ଥଣ୍ଡା ଲାଗି ଆସିଲାଣି। ଛାତ ଉପରୁ ଓହ୍ଲେଇଲି। ଅନେକ ଦିନ ହେଲା ଗାଁକୁ ଯାଇନି। ସାଙ୍ଗମାନେ ଆଉ ତ ଗାଁରେ ନାହାନ୍ତି। ବେଦଖଲ ହେଇଛି ଆମ ଗାଁ ଆମ ମେଳରୁ। ଗାଁ ତ ବୁଢ଼ାବୁଢ଼ୀଙ୍କର ନୁହେଁ। ସଂସାରୀ ମଣିଷମାନେ ପଛେ ମାଣେ କି ଗୁଣ୍ଠେ ଜମି ପାଇଁ ଯେତେ ପାଲା ସବୁ ଲଗଉଥାନ୍ତୁ, ଗାଁ ସେଇମାନଙ୍କର। ସେଇ କୁନି କୁନି ବଗୁଲି, ମଣ୍ଟୁ, ଯଦୁ ଆଉ ମଧୁଙ୍କର। ସେଇମାନେ ଗାଁର ମୁକୁଟ ବିହୀନ ରାଜପୁତ୍ର। ବେହେରା ଘର ପୋଖରୀଠୁ ଅର୍ଜୁନ ବାଜର ମଠ ଯାଏ, ଦାସ ଘର ଧାନଖଳାଠୁ ପରିଡ଼ା ଘର ଗୋଠ ଯାଏ, ସବୁଠି ସେମାନଙ୍କର ଅବାଧ ପ୍ରବେଶ। ଯିଏ ଆପତ୍ତି କଲା ତାର ହୀନସ୍ତା ଯୋଗ। କୁଆଡ଼େ ଗଲା ସେଦିନ ସବୁ। ମୁଠି ଶାଗ ଓ ଆମ୍ବ ବଉଳର ସେଇ ଦିନମାନେ ସତରେ କେଡ଼େ ଭଲ। ସେମାନଙ୍କର ନାଁ ଥାଏ ପ୍ରମୋସନର ମୋହ, ବଦଳିକୁ ଡର, ନା ରସୁଲଗଡ଼ ଠାରୁ ଆଇଗିଣିଆ ଭିତରେ ସୂଚଗ୍ର ମେଦିନୀ ପାଇଁ ଗଳଦ୍ଘର୍ମ କୁଚ୍ଛ ସାଧନା। ସେମାନଙ୍କର ତ ଲୋଡ଼ା ହୁଏ ନାହିଁ ଲୁହା ଛଡ଼, ଇଟା ସିମେଣ୍ଟର ଭାଉ ସାଙ୍ଗରେ ଫାଇଲ ଏପଟ ସେପଟ କରିଦେବାର କୌଶଳ। ଏସବୁ ମିଶାଣ ଫେଡ଼ଣ ହରଣ ଗୁଣନ ଊର୍ଦ୍ଧ୍ୱରେ ସେଇ ଯେ ମାଘ ଫଗୁଣର ଚଳଚଞ୍ଚଳ ପ୍ରତ୍ୟୁଷ ଗୋଧୂଳି, କେଡ଼େ ଅନ୍ତରଙ୍ଗ, କେଡ଼େ ମଧୁର, କେଡ଼େ ପବିତ୍ର। ମୋ ସ୍ତ୍ରୀ କହୁଥିଲେ,
ମୁଠି ଶାଗ ଗୁଡ଼ା ଫ୍ରିଜରେ ରଖିଦେଉଛି, କାଲି ଖାଇବ। ମୁଁ ଆପତ୍ତି କଲି, ନା ନା, ସେପରି ଭୁଲ କର ନାହିଁ। ମୋତେ ଦିଅ, ଗୋଟେ କୁଲାରେ ବିଛେଇ ମୁଁ ଛାତ ଉପରେ କାକରରେ ଥୋଇ ଦେଇ ଆସିବି, ସକାଳେ ନେଇ ଆସିବ। ଫ୍ରିଜରେ ରଖିଲେ ମୁଠି ଶାଗର ଅପମାନ ହେବ ମୋ ଶୈଶବର।